हाय पिला माने आशा करूଛି ତୁମେମାନେ ସମସ୍ତେ ବହୁତ ଭଲ ଥିବ। ପିଲାମାନେ ଆଜି ଆମେ ଦେଖିବା ତୁମର ହସ ଖେଳ ବହିର ଦ୍ୱିତୀୟ ଭାଗରେ ଥିବା ପାଠ ନମ୍ବର 21 ଏବଂ ଏହି ପାଠର ନାମ କ'ଣ ଜାଣିଛ ନା? ଏହି ପାଠର ନାମ ହେଉଛି ପଳା ପଳା ପୃଥିବୀ ଫାଟିଲା। ଆଚ୍ଛା ପିଲେ ପଳା ପଳା ମାନେ କ'ଣ? ନା ପଳା ପଳା ମାନେ ଫେରି ଯାଅ, ପଳେଇ ଯାଅ, ହେଲା କି? ପୃଥିବୀ ଫାଟିଗଲା। ପୃଥିବୀ ମାନେ କ'ଣ ପିଲେ? ଆମେ ଯେଉଁଠି ବସବାସ କରୁଛନ୍ତି ବର୍ତ୍ତମାନ ଅଛନ୍ତି ଏଇଟା ହେଉଛି ପୃଥିବୀ। ଆଚ୍ଛା ପିଲେ ଗୋଟେ ପ୍ରଶ୍ନର ଉତ୍ତର କହିଲ, ପୃଥିବୀଟା ଦେଖିବାକୁ କିଭଳି? ପୃଥିବୀ ଦେଖିବାକୁ ଗୋଟେ ବଲ୍ ବା ଗୋଲ, ହେଲା, କମଳା କମଳା ଦେଖିଛ ନା ନାହିଁ? ସେ କମଳା ଭଳି ଦେଖିବାକୁ। ଆଚ୍ଛା ଦେଖ ପୃଥିବୀ କେମିତି ଫାଟିଲା ଆଜି ଆମେ ଦେଖିବା। କ'ଣ ଦେଖ, ଶୃଗାଳଟିଏ ବଣରେ ବୁଲୁଥିଲା। ଆଚ୍ଛା ଶୃଗାଳ ମାନେ କ'ଣ ପିଲେ? ଶୃଗାଳ ମାନେ ବିଲୁଆ ବୋଲି ତୁମେ ଯାଉ କହୁନ, ସିଏ ହେଉଛି ଶୃଗାଳ। ସିଏ ଦିନେ କ'ଣ ହେଉଥିଲା, ଗୋଟେ ବଣରେ ଏକା ବୁଲୁଥିଲା। ବେଲ ଗଛ ଦେଇ ଗଲାବେଳେ ପଛରୁ ଶୁଭିଲା ଠୋ। ଯେତେବେଳେ ସେ ଗୋଟେ ବେଲ ଗଛ ଦେଇକିରି ମୂଳ ଦେଇକି ଯାଉଥିଲା, ରାସ୍ତାରେ ଗଲାବେଳେ ଗୋଟେ ବେଲ ଗଛଟେ ପଡ଼ିଥିଲା, ମାନେ ବେଲ ଗଛ ମୂଳ ଦେଇକିରି ସେ ଗଲା ବେଳକୁ ହଠାତ୍ ଠୋ କିନା ଗୋଟେ ଶବ୍ଦ ଶୁଭିଲା। ଦେଖୁନ ପିଲେ ଦେଖ, ଠୋ କିନା ଶବ୍ଦ ଶୁଭିଲା ପଛରୁ ଶୃଗାଳ ଏକମୁହାଁ ହୋଇକିରି ଦୌଡ଼ିଲା। ଆଉ ସେ ଆଉ ପଛକୁ ଫେରିଲାନି, ସିଧା ଆଗକୁ ଅନେଇକି ଛାନିଆ ହେଇକି ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା, କ'ଣ ହେଲା? ସେ ଯେତେବେଳେ ଦୌଡ଼ୁଥିବା ସମୟରେ ବାଟରେ କ'ଣ ହେଲା, ତାକୁ ଠେକୁଆ ପଚାରିଲା, ଆରେ କ'ଣ ହେଲା ଦୌଡ଼ୁଛୁ? ସେତେବେଳେ ବିଲୁଆ ତାକୁ କ'ଣ କହିଛି? ପଳା ପଳା ପୃଥିବୀ ଫାଟିଲା ବୋଲି କହିଲା। ଯାହାଫଳରେ କି ଦୁହେଁ କ'ଣ ହେଲେ, ଆଗ ପଛ ହେଇକିରି ଦୌଡ଼ିଲେ। ଦିନ ଯାକ ମିଶିକିରି ଠେକୁଆ ଆଗରେ ବିଲୁଆ ପଛରେ, ବିଲୁଆ ଆଗରେ ଠେକୁଆ ପଛରେ, ଏମିତି ହେଇକିରି ଦୁଇ ଜଣ ଯାକ ଦୌଡ଼ିଲେ। ସେତେବେଳେ ମୃଗ ଆଉଥରେ ପଚାରିଲା, ଆରେ କ'ଣ ହେଲା ଦୌଡ଼ୁଛ? କ'ଣ ହେଲା? ପଳା ପଳା ପୃଥିବୀ ଫାଟିଲା। ଏମିତି ସେମାନେ କହିଲେ ଚାଲିଯାଅ ପୃଥିବୀ ଫାଟିଗଲା। ବାଟ ଯାକ ଯିଏ ଯାହାକୁ ଦେଖିଲା କହିଲା, ପଳା 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 ପୃଥିବୀ ଫାଟିଲା। ପୃଥିବୀ ଫାଟିଗଲା ବୋଲି ସମସ୍ତଙ୍କୁ ବାଟ ଯାକ ଲୋକ, ମାନେ ବାଟ ଯାକ ପଶୁପକ୍ଷୀ ଚାଲିଲେ। ବଣରୁ ସବୁ ଜୀବ ଦୌଡ଼ିଥିବାର ଦେଖି ସିଂହ ରାଜା ପଚାରିଲେ, କ'ଣ ହେଲା? ସଭେ କହିଲେ, ପୃଥିବୀ ଫାଟିଗଲା। ସିଂହ ରାଜା ବୁଝି ଜାଣିପାରିଲେ ଯେ କଥାଟି ନିଶ୍ଚିତ ରୂପେ ଶୃଗାଳ ହିଁ କହିଛି। ସିଂହ ଖୋଜିଲେ କଥାଟି କିଏ କହିଛି? ନା ଶୃଗାଳ କହିଛି। ସତ କଥା ନାହିଁ ପିଲେ? ନା ପ୍ରଥମରୁ ଶୃଗାଳ କ'ଣ କରୁଥିଲା, ବେଲ ଗଛ ମୂଳ ଦେଇ ଗଲାବେଳେ ପଛରୁ ଠୋ କିନା ଶବ୍ଦ ଶୁଭିଲା। ଏ କଥାଟା କିଏ ଜାଣିପାରିଲା? ନା ସିଂହ ରାଜା ଜାଣିପାରିଲେ। ତାପରେ ଦେଖ, ରାଜାଙ୍କ ସହିତ ଦେଖ, ସଭେ କହିଲେ ପୃଥିବୀ ଫାଟିଗଲା। ରାଜାଙ୍କ ସହିତ ବା ରାଜା ଜାଣିଗଲେ ଯେ କଥାଟି ଶୃଗାଳ କହିଛି। ରାଜାଙ୍କ ସହିତ ଯିବା ପାଇଁ କେହି ମଧ୍ୟ ରାଜି ହେଲେନି। ରାଜା କହିଲେ, ଚାଲ ଦେଖିବା କେମିତି ପୃଥିବୀ ଫାଟିଲା। ସେଥିପାଇଁ ରାଜାଙ୍କ ସହିତ ଯିବା ପାଇଁ କୌଣସି ପଶୁପକ୍ଷୀ ରାଜି ହେଲେ ନାହିଁ। ରାଜାଙ୍କ ସହ ଶୃଗାଳକୁ ଧରି ବେଲଗଛ ନିକଟକୁ ଗଲେ। ରାଜା ଗଲେ ଆଉ ଶୃଗାଳ ମଧ୍ୟ ଗଲା। ଦେଖୁଛ ନା ପିଲେ, ସେଇ ବେଲଗଛ ମୂଳକୁ ଗଲେ। ରାଜାଙ୍କ ସହ ହାତୀ ଶୃଗାଳ ଧରିକି ଗଲା ବେଲଗଛ ମୂଳକୁ। ଦେଖିଲେ ବେଲଟା ଦୁଇ ଫାଳ ହେଇକିରି ପଡ଼ିଛି। ଏଇ ଯୋଉ ବେଲଟା ନାହିଁ କି, ଯୋଉ ବେଲ, ଏ ବେଲଟା ଏକା ଦୁଇ ଭାଗ ହେଇକିରି ଫାଟିକିରି ପଡ଼ିଛି, ହେଲା। ତାହେଲେ କ'ଣ ଯେତେବେଳେ ଶବ୍ଦ ଠୋ କିନା ଶବ୍ଦ ଶୁଭିଲା ନା ନାଇଁ, ସେ ଶବ୍ଦଟା ଶୁଭିବା ଫଳରେ ସେ ଚାଲିଗଲା, ଦୌଡ଼ି ଚାଲିଯାଇଛି। କିଏ? ଶୃଗାଳ। ଚାଲ ପିଲେ ଅଭ୍ୟାସ କାର୍ଯ୍ୟ କରିବା ଆମେ।